ମୁଁ ଟିକେଶ୍ୱରୀ ଦିଦି ତୁମମାନଙ୍କୁ ମୋ ଚ୍ୟାନେଲ ଟିକେଶ୍ୱରୀ ଏଜୁକେସନରେ ସ୍ୱାଗତ କରୁଛି। ଆଜି ମୁଁ ତୁମମାନଙ୍କ ପଞ୍ଚମ ଶ୍ରେଣୀର ସାହିତ୍ୟ କୁସୁମ ବହିର ପ୍ରଥମ ବିଷୟଟିକୁ ପଢ଼ାଇବି। ତ ଚାଲ ଆମେ ପଢ଼ିବା। ପାଠର ନାଁ କ'ଣ ଜାଣିବା? ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ଏହାର ଲେଖକ ହେଉଛନ୍ତି ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ। ତ ପାଠଟିକୁ ପଢ଼ିବା ପୂର୍ବରୁ ଆମେ ଜାତୀୟ ପତାକା ବିଷୟରେ କିଛି ଜାଣିବା। ଜାତୀୟ ପତାକା କ'ଣ? ଭାରତର ଜାତୀୟ ପତାକାକୁ ଚକ୍ରଧ୍ୱଜ ଓ ତ୍ରିରଙ୍ଗା କୁହାଯାଏ। ତ ଏହାକୁ ଆମେ ସମସ୍ତେ ଦେଖିଛେ। ଆମ ସ୍କୁଲମାନଙ୍କରେ ଅଗଷ୍ଟ 15 ହେଉ କିମ୍ବା ଜାନୁଆରୀ 26 ହେଉ, ସେଇଦିନ ଆମେ ପତାକା ଉତ୍ତୋଳନ କରିଥାଉ। ତାହାକୁ ଆମେ ଆମର ଜାତୀୟ ପତାକା ବୋଲି କହିବା। ତ ସେଥିରେ ଥାଏ 3ଟି ରଙ୍ଗ: ଧଳା ରଙ୍ଗ, ଗାଢ଼ ରଙ୍ଗୀ ଏବଂ ସବୁଜ ରଙ୍ଗ। ତ ସେଇ ରଙ୍ଗ ଗୁଡ଼ିକ କ'ଣ ପାଇଁ ଥାଏ ସେ ବିଷୟରେ ଟିକେ ଆମେ ଜାଣିବା। ତ ଗାଢ଼ ନାରଙ୍ଗୀ ଥାଏ ଉପରେ, ଯାହାକି ଆମକୁ ସାହସର ପ୍ରତୀକ ସୂଚାଇଥାଏ, ଏବଂ ଧଳା ରଙ୍ଗ ଥାଏ ମଝିରେ, ଯିଏକି ସତ୍ୟ ଓ ଶାନ୍ତିର ପ୍ରତୀକ ଅଟେ, ଏବଂ ଶେଷରେ ଥାଏ ସବୁଜ ରଙ୍ଗ। ଏହା ଉର୍ବରତା, ବିକାଶ ଓ ସମୃଦ୍ଧିକୁ ସୂଚାଇଥାଏ। ଠିକ୍ ସେହିପରି ମଝିରେ ଥାଏ ଅଶୋକ ଚକ୍ର। ଏହା ପ୍ରଗତିର ସୂଚନା ଦେଇଥାଏ ଓ ଏହାର ରଙ୍ଗ ଗାଢ଼ ନୀଳ ରଙ୍ଗ। ଏଥିରେ 24ଟି ଅର ଥାଏ। ସେଇ ଯେଉଁ ମଝିରେ ଅଶୋକ ଚକ୍ର ଥାଏ, ତା ମଝିରେ ଦେଖିଥିବ ଗାର ଗାର ହେଇକି ଥାଏ, ସେଗୁଡ଼ିକ ହେଲା ଅର। ତ ଆମେ ଏଠାରେ ଜାତୀୟ ପତାକା ବିଷୟରେ କିଛି ଜାଣିଲେ ବର୍ତ୍ତମାନ କବିଙ୍କ ବିଷୟରେ କିଛି ଜାଣିବା। ତ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ 1903 ମସିହା ସେପ୍ଟେମ୍ବର ମାସ 10 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ସେ ପିଲାମାନଙ୍କ ପାଇଁ ଅନେକ ସାହିତ୍ୟ ରଚନା କରିଛନ୍ତି। ସେମାନଙ୍କ ମଧ୍ୟରେ କୁହୁ କୁହୁ, ରୁଣୁ ଝୁଣୁ, ସୁଲୁ ସୁଲୁ, ଘଣ୍ଟିକା ଗୁଡ଼ି, କଳା ବଉଦ, ଭାଇ ଭଉଣୀ, ମୁଷି ମାଉସୀ, ହଜିଲା ବଳଦ, ଖୋଜିଲା ଠେଇଁ, ଡାଳରେ ମାଙ୍କଡ଼ ମାରଇ ଡିଆଁ, ଉଦୟ ଭାନୁ ଇତ୍ୟାଦି ପ୍ରଧାନ। ତ ଆମେ କବି ପରିଚୟ ଜାଣିଲେ। ବର୍ତ୍ତମାନ କବିଙ୍କର ଦେହାନ୍ତ କେବେ ହେଇଥିଲା ଜାଣିବା। 1994 ମସିହାରେ। ତ ପିଲାମାନେ ଚାଲ ଆମେ ପାଠରେ କେତେକ କଠିନ ଶବ୍ଦ ଅଛି, ସେଗୁଡ଼ିକୁ ଆମେ ଜାଣିବା। ଉତପନ୍ନ, ତାକୁ ଗଦ୍ୟ ରୂପରେ ଅଛି, ଏହା ପଦ୍ୟ ରୂପରେ ଉତ୍ପନ୍ନ ହେବ। ତ ତାହାର ଅର୍ଥ ହେଲା ଜାତ, ଉତ୍ପତ୍ତି ବା ସୃଷ୍ଟି। କ୍ଲେଶ, କ୍ଲେଶ ଅର୍ଥ କଷ୍ଟ, ଦୁଃଖ, ଯନ୍ତ୍ରଣା। ଅଗ୍ରସର, ଆଗକୁ ଯିବା। ସୁଷମା, ସୌନ୍ଦର୍ଯ୍ୟ। ଠିକ୍ ସେହିପରି ଏଠାରେ କେତେକ ନୂତନ ଶବ୍ଦର ବ୍ୟବହାର କରାଯାଇଛି, ଯେମିତିକି ଧ୍ୱଜା, ଦ୍ରବ୍ୟ, କାରିଗର, ଟେକ, ମରତେ, ହିତ, ବ୍ରତ, ବିବିଧ। ତ ଧ୍ୱଜା ଅର୍ଥ ତ ଆମେ ଜାଣିଛେ ଜାତୀୟ ପତାକା ବା ଚକ୍ରଧ୍ୱଜକୁ, ଆମ ତ୍ରିରଙ୍ଗା ପତାକାକୁ ମଧ୍ୟ ଧ୍ୱଜା କୁହାଯାଏ। ଦ୍ରବ୍ୟ, ଦ୍ରବ୍ୟ ବା ଯେକୌଣସି ବସ୍ତୁ ବା ପଦାର୍ଥକୁ ଦ୍ରବ୍ୟ କୁହାଯାଏ। କାରିଗର, ଆମର ମିସ୍ତ୍ରୀମାନଙ୍କୁ କାରିଗର କୁହାଯାଏ। ଟେକ, ଟେକ ଅର୍ଥ ଆମ ଦେଶ ଜାତିର ନାଁକୁ ଆମେ ଉଚ୍ଚରେ ରଖିବା। ମରତେ, ତାକୁ ଗଦ୍ୟ ରୂପରେ ମର୍ତ୍ତ୍ୟ ବୋଲି କୁହାଯାଏ। ଆମ ପୃଥିବୀକୁ ମର୍ତ୍ତ୍ୟମଣ୍ଡଳ ବୋଲି କହିବା। ହିତ ଅର୍ଥ ଭଲ, ବ୍ରତ ଅର୍ଥ ଆମ ଜୀବନର ଲକ୍ଷ୍ୟକୁ ସାଧନ କରିବା ପାଇଁ ଆମେ ଯେଉଁ ବ୍ରତ କରିଥାଉ। ବିବିଧ ଅର୍ଥ ବହୁତ। ତ ଆମେ ବର୍ତ୍ତମାନ ପାଠଟିକୁ ଆରମ୍ଭ କରିବା। ତ ପିଲାମାନେ, ମୋ ଚ୍ୟାନେଲଟି ଯଦି ତୁମମାନଙ୍କୁ ଭଲ ଲାଗିଥାଏ, ସମସ୍ତେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବ, ଯାହାଦ୍ୱାରା କି ମୋତେ ନୂଆ ନୂଆ ଭିଡ଼ିଓ ତିଆରି କରିବା ପାଇଁ ଆହୁରି ଉତ୍ସାହିତ ମୁଁ ହେବି। ଧନ୍ୟବାଦ। ବିଦେଶୀ ଶାସନରେ ଅଧୀନ ଥିଲା ଦେଶ, ସେକାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଲେଶ। ସ୍ୱାଧୀନ ଆଜି ଆମେ କାହାକୁ ନାହିଁ ଡର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ତ ପିଲାମାନେ ଏହାର ଅର୍ଥ ଆମେ ବୁଝିବା। ତ ଯେତେବେଳେ ଇଂରେଜ ସରକାର ଆମ ଦେଶରେ ଶାସନ କରୁଥିଲେ, ସେହି ସମୟରେ ଆମ ଭାରତବାସୀମାନଙ୍କୁ ସେମାନେ ବହୁତ ଦୁଃଖ ଯନ୍ତ୍ରଣା ଦେଉଥିଲେ। ତ ଯେତେବେଳେ ଆଜି ଆମେ ସ୍ୱାଧୀନ ହେଇଯାଇଛୁ, ଇଂରେଜ ସରକାର ଆମ ଦେଶ ଛାଡ଼ିକି ପଳେଇ ଯାଇଛନ୍ତି, ତ ଆଜି ଆମେ କାହାକୁ ଡରୁନାହୁଁ। ଆମ ମନରେ ଟିକେ ମଧ୍ୟ ଡର ଭୟ ନାହିଁ। ତେଣୁକରି ଆଜି ଆମେ ଖୁସିରେ ବା ଆମ ଛାତିକୁ ଗର୍ବରେ ଫୁଲେଇକି ଆମେ ଆମର ଜାତୀୟ ପତାକାଟିକୁ ଫରଫର ହେଇକି ଉଡ଼ାଉଛୁ।
ଏଣିକି ଭଲ ଯାହା କରିବୁ ସେହି କାମ। ଜାତିର ଇତିହାସେ ରହିବ ଆମ ନାମ। କର୍ତ୍ତବ୍ୟ ପଥ ଧରି ହୋଇବୁ ଅଗ୍ରସର। ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ତ ଏଠାରେ ଆମେ ଦେଖିବା ଯେତେବେଳେ ଆମେ ସ୍ୱାଧୀନ ହୋଇଯାଇଛି ଇଂରେଜମାନଙ୍କ କବଳରୁ, ତ ଆମେ ଆଜି ଆମକୁ ଶାସନ କରିବାକୁ କେହି ନାହାନ୍ତି। ଆମ ଶାସନ ନିଜ ହାତରେ ଅଛି। ତେଣୁକରି ଆମେ ଏବେ ଭଲ କାମ କରିବା। ଭଲ କାମ କରିବା ଯେ ଇତିହାସରେ ଯୁଗ ଯୁଗ ପାଇଁ ଆମ ନାମଟି ଅମର ହେଇକି ରହିବ। ଯେମିତିକି ଆଗକାଳର ରାଜା ମହାରାଜାମାନଙ୍କୁ ଆଜି ଆମେ ବା ଆମ ପୂର୍ବପୁରୁଷମାନଙ୍କୁ ଯେଉଁ ମହାପୁରୁଷ ଅଛନ୍ତି ତାଙ୍କୁ ଆମେ ଆଜି ମନେ ପକାଉଛୁ। ଆମକୁ ବି ଲୋକମାନେ ଦିନେ ନା ଦିନେ ଭଲ କାମ କରିଥିବାରୁ ମନେ ପକାଇବେ। ଆଉ ଆମର ଯେଉଁ କର୍ତ୍ତବ୍ୟ ପଥ ଅଛି, ଯେଉଁ କର୍ତ୍ତବ୍ୟ ପଥକୁ ଆମେ ଲକ୍ଷ୍ୟ ପଥ ପର୍ଯ୍ୟନ୍ତ ନ ପହଞ୍ଚିବା ଯାଏ ଆମେ ଆଗକୁ ବଢ଼ି ଚାଲିବା। ସେ ପର୍ଯ୍ୟନ୍ତ ସବୁବେଳେ ଆମେ ଆମର ଜାତୀୟ ପତାକାକୁ ଉଡ଼ଉଥିବା। ତୃତୀୟ ପଦ ଦେଖିବା। ଭୋକିଲା ହୋଇ ଆଉ ରହିବେ ନାହିଁ କେହି। ରଖିବୁ ଟେକ ନିଜକୁ ବଳି ଦେଇ। ସ୍ୱଦେଶ ସେବା ବ୍ରତ କରିବୁ ଜୀବନର। ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ତ ଏହାର ଅର୍ଥ ବୁଝିବା। ଆଉ ଆମ ଦେଶରେ କେହି ମଧ୍ୟ ଭୋକିଲା ହୋଇ ରହିବେ ନାହିଁ। ସମସ୍ତଙ୍କୁ ଖାଇବାକୁ ମିଳିବ, ଜଳ ମିଳିବ, ପିନ୍ଧିବାକୁ ମିଳିବ। ଏମିତିକି ସବୁଥିରେ କାହାରି ବି ଅଭାବ ଅସୁବିଧା ହେବ ନାହିଁ। ଯେହେତୁ ନିଜ ଶାସନ ନିଜ ହାତରେ ରହିଲା, ଆମେ ନିଜେ ଚାଷବାସ ମଧ୍ୟ କରିପାରିବା। ନିଜେ କିଛି ରୋଜଗାର କରିକି ନିଜେ ଚଳିବା, ପରିବାରର ମଧ୍ୟ ଭରଣ ପୋଷଣ କରିବା ଏବଂ ନିଜର ସେବା ଯତ୍ନ କରିବା ସହ ସ୍ୱଦେଶ ସେବା ଆମେ କରିବା। ନିଜର ଦେଶର ସୁରକ୍ଷା ଲାଗି ଆମେ ଆମ ଜୀବନକୁ ଉତ୍ସର୍ଗ କରିଦେବା। ଅଛୁଆଁ ନୁହେଁ କେହି ସଭିଏ ଭାଇ ଆମ। ସଭିଙ୍କ ହିତ ପାଇଁ କରିବୁ ଆମେ କାମ। ସମସ୍ତେ ଆପଣାର ଜଣେକେ ନୁହେଁ ପର। ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ତ ଏହାର ଅର୍ଥ ଆମେ ବୁଝିବା ଯେ ଅଛୁଆଁ ନୁହେଁ କେହି, ସଭିଏଁ ଆମ ଭାଇ। ଅର୍ଥାତ୍ ଆମେ କାହାକୁ ଛୁଆଁ ଅଛୁଆଁ ଭେଦଭାବ ପ୍ରଦର୍ଶନ କରିବା ନାହିଁ। କାରଣ ସମସ୍ତେ ଆମେ ଏଠାରେ ହେଲେ ଭାଇ ଭଉଣୀ। ଗୋଟିଏ ମା'ଙ୍କ ପେଟରୁ ଜନ୍ମ ହୋଇଥିବା ଛୁଆ। ଯେମିତିକି ଭାରତ ହେଲେ ଆମ ମାତା। ତ ଭାରତ ମାତାର ଗର୍ଭରୁ ଆମେ ସମସ୍ତେ ଜନ୍ମ ହେଇଛୁ। ତ ଆମେ ନିଜକୁ ସମସ୍ତେ ନିଜର ଗୋଟେ ମା'ର ଛୁଆ ବୋଲିକି ଭାଇ ଭଉଣୀ ବୋଲି ଭାବିବା। ଆଉ ଛୁଆଁ ଅଛୁଆଁ କିମ୍ବା ଜାତି ଅଜାତି ଭେଦଭାବ କେବେ ହେଲେ ରଖିବା ନାହିଁ। ତ ସମସ୍ତଙ୍କର ହିତ ପାଇଁ ଆମେ ମିଳିମିଶିକି ସମସ୍ତେ କାମ କରିବା। ସମସ୍ତେ ଯେମିତିକି ନିଜ ନିଜର କର୍ତ୍ତବ୍ୟକୁ ମନେ ପକାଇ ଆଗକୁ ବଢ଼ିବା। ଦେଶରେ ଖୋଲିଦେବୁ ବିବିଧ କାରଖାନା। ଯେପରି ଉତ୍ପନ୍ନ ହୋଇବ ଦ୍ରବ୍ୟ ନାନା। ଗଢ଼ି ଉଠିବେ ପୁଣି ଅସଂଖ୍ୟ କାରିଗର। ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ତ ପିଲାମାନେ ଏହାର ଅର୍ଥ ଜାଣିବା। ତ ଆମ ଦେଶର ନାଁ କ'ଣ? ଆମ ଦେଶର ନାଁ ହେଲା ଭାରତ। ତ ଆମ ଦେଶ ଭାରତରେ ଅନେକ ଗୁଡ଼ିଏ କଳକାରଖାନା ଖୋଲାଯାଇଛି। ତ ଆମେମାନେ ମଧ୍ୟ ଦେଶରେ ବହୁତ ଗୁଡ଼ିଏ କାରଖାନା ଖୋଲିବା, ଯେଉଁଠାରେ କି ବିଭିନ୍ନ ପ୍ରକାରର ଦ୍ରବ୍ୟ ସବୁ ଉତ୍ପନ୍ନ ହେବ। ତ ସେହି ଦ୍ରବ୍ୟକୁ ଆମେ ଆମର କାମରେ ବ୍ୟବହାର କରିବା। ତ ଯେଉଁ କଳକାରଖାନା ଗୁଡ଼ିକ ଆମେ ଖୋଲିବା, ସେଠାରେ ଆମ ଅସଂଖ୍ୟ କାରିଗରମାନେ ଯାଇକି କାମ କରିବେ, ଯେଉଁମାନେ କି ତାଙ୍କର ପରିବାରର ଭରଣ ପୋଷଣ କରିପାରିବେ। ତାପରେ ଦେଖିବା ଆମେ ଷଷ୍ଠ। ଆମେ ଯେ ବୀର ଜାତି ନୋଇବୁ ନାହିଁ ମଥା। କରିବୁ ପ୍ରାଣ ଦେଇ କହିବୁ ଯେଉଁ କଥା। ମରତେ ଖେଳାଇବୁ ସୁଷମା ସରୋବର। ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ଏହାର ଅର୍ଥ ଆମେ ବୁଝିବା। ଆମେ ହେଉଛୁ ବୀର ଜାତି। ଅର୍ଥାତ୍ ଆମେ କେବେ ହେଲେ ପଛଘୁଞ୍ଚା ଦେବାକୁ ଜାଣିନାହୁଁ। ଯେମିତି ଆମ ବର୍ଡ଼ରରେ ସୈନିକମାନେ ରହି ଆମ ଦେଶକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଅହରହ ସେମାନେ ଆମ ବାହ୍ୟ ଶତ୍ରୁମାନଙ୍କ ସହିତ ଲଢ଼େଇ କରୁଛନ୍ତି।
ତ ସେମାନେ ହେଲେ ବୀର ପୁରୁଷ ବା ଭାରତ ମାତାର ବୀର ସନ୍ତାନ। ତେଣୁକରି ଆମେମାନେ ମଧ୍ୟ ନିଜକୁ ସେମାନଙ୍କ ପରି ଗଢ଼ି ତୋଳିବା ଆଉ ଆମର ପ୍ରାଣ ଦେଇକି ଆମ ଯେଉଁ କଥାଟିକୁ କହୁଛୁ ତାହାକୁ କାର୍ଯ୍ୟରେ ପରିଣତ କରିବା ଏବଂ ଏହି ମରତି ଗଲେ ମତ୍ସ୍ୟମଣ୍ଡଳ ବା ପୃଥିବୀରେ ଆମେ ଆମର ନାମକୁ ସବୁଆଡ଼େ ପ୍ରଚାର କରିବା। ତାପରେ ଦେଖିବା ସପ୍ତମ ଲାଇନ୍। ଜ୍ଞାନ ବିଜ୍ଞାନେ ଆମେ ନୋହିବୁ କାହା ପଛ, ପ୍ରତିଜ୍ଞା କଲେ ଭାଇ ଯେଉଁଠି ଯିଏ ଅଛ, କୋଟି ଯେ କୋଟି ଆମେ ସନ୍ତାନ ଭାରତର ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ତ ପିଲାମାନେ ଏହାର ଅର୍ଥ ଆମେ ବୁଝିବା। ଜ୍ଞାନ ବିଜ୍ଞାନ ଆମେ କାହାଠାରୁ କମ୍ ନୋହୁଁ। ତ ପାଠରେ ଯେତିକି ଆମେ ଆଗରେ ଅଛୁ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଆମେ ସେତିକି ଆଗରେ ଅଛୁ। ତ ଆମ ଦେଶ ଭାରତରୁ ମଧ୍ୟ ଅନେକ ବୈଜ୍ଞାନିକମାନେ ବାହାରିଲେଣି ଯେଉଁମାନେ କି ଆମ ଦେଶକୁ ସମୃଦ୍ଧଶାଳୀ ଦେଶ ତିଆରି କରିବାରେ ସେମାନଙ୍କର ହାତ ଅଛି। ତ ଆମେମାନେ ସମସ୍ତେ ନିଜକୁ ଗୋଟିଏ ବୈଜ୍ଞାନିକ ଭାବରେ ଗଢ଼ି ତୋଳିବା ଏବଂ ଆମ ଦେଶରେ ନହେଲା କାର୍ଯ୍ୟକୁ ମଧ୍ୟ ଆମେ ସାଧନ କରିବା ଯାହାଫଳରେ କି ଆମ ଦେଶ ବହୁ ଉଚ୍ଚରେ ରହିବ। ତ